ଏମିତି ଅନେକ ଜିନିଷ ଅଛି ଯାହା ସହିତ ଲେମ୍ବୁ ଖାଇବା ଅନୁଚିତ। ଯଦି ଖିଆଯାଏ ତେବେ ଗ୍ୟାସ୍, ଏସିଡିଟି, ବଦହଜମି ଭଳି ସମସ୍ୟା ଦେଖାଦିଏ। ଆୟୁର୍ବେଦ ଅନୁଯାୟୀ କିଛି ଖାଦ୍ୟ ପଦାର୍ଥ ସହିତ ଲେମ୍ବୁ ମିଶ୍ರಣକୁ ବିରୁଦ୍ଧ ଆହାର ବୋଲି କୁହାଯାଏ, ଯାହା ହଜମ ପ୍ରକ୍ରିୟାକୁ ବାଧା ଦେଇଥାଏ ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ତେବେ ଏମିତି ଜିନିଷ ବିଷୟରେ ଜାଣିନେବା ଯାହା ସହିତ ଲେମ୍ବୁ ଖାଇଲେ ଏହା ପେଟରେ ବିଷ ସୃଷ୍ଟି କରିପାରେ। କ୍ଷୀର ସହିତ ଲେମ୍ବୁ ଖାଇବା ଦ୍ୱାରା ପେଟ ଗ୍ୟାସ୍, ବଦହଜମି ଏବଂ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇପାରେ, କାରଣ ଲେମ୍ବୁର ଅମ୍ଳୀୟ ଉତ୍ପାଦନ କ୍ଷୀରର ପ୍ରୋଟିନ୍କୁ ଭାଙ୍ଗିଦିଏ, ଯାହା ହଜମ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରେ। ଦହି ସହିତ ଲେମ୍ବୁ ଖାଇବା ପେଟ ପାଇଁ ମଧ୍ୟ କ୍ଷତିକାରକ। ଲେମ୍ବୁର ଏସିଡ୍ ଦହିରେ ଥିବା ଭଲ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ, ଯାହା ହଜମ ପ୍ରକ୍ରିୟାକୁ ଦୁର୍ବଳ କରିଥାଏ ଏବଂ ଏସିଡିଟି ବୃଦ୍ଧି କରିଥାଏ। ମାଛ ସହିତ ଲେମ୍ବୁ ଖାଇବା ଦ୍ୱାରା ମାଛର ପୋଷଣ କମିଯାଏ। ଲେମ୍ବୁର ଏସିଡ୍ ଭାଗ ମାଛରେ ଥିବା ପ୍ରୋଟିନ୍କୁ ହଜମ କରିବାରେ ବାଧା ସୃଷ୍ଟି କରିଥାଏ, ଯେଉଁ କାରଣରୁ ଶରୀର ମାଛରୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଇନଥାଏ। ଅଣ୍ଡା ସହିତ ଲେମ୍ବୁ ଖାଇବା ଦ୍ୱାରା ପେଟରେ ଭାରିପଣ ଏବଂ ବଦହଜମି ହୋଇପାରେ। ଲେମ୍ବୁରେ ଥିବା ଏସିଡ୍ ଅଣ୍ଡାରେ ଥିବା ପ୍ରୋଟିନ୍କୁ ହଜମ କରିବାରେ ସମସ୍ୟା ଆଣେ, ଯାହାଦ୍ୱାରା ପେଟ ସମସ୍ୟା ଆରମ୍ଭ ହୋଇଥାଏ।